ଅମ୍ଳ ଓ କ୍ଷାର ଧାତୁ ସହ କିପରି ରାସାୟନିକ ପ୍ରତିକ୍ରିୟା କରେ। ତ ପ୍ରଥମେ ଆସ ଦେଖିବା ଅମ୍ଳ ଗୁଡ଼ିକ ଧାତୁ ସହ ପ୍ରତିକ୍ରିୟା କଲେ କ'ଣ ହୋଇଥାଏ ଓ ତା ପାଇଁ ଗୋଟେ ପରୀକ୍ଷା କରି ଦେଖିବା ଯେ ଏହି ପ୍ରତିକ୍ରିୟାଟି ହେବା ଦ୍ୱାରା ସେଠୁ କ'ଣ ନିର୍ଗତ ହୋଇଥାଏ। ତ ଏହି ପରୀକ୍ଷାଟିକୁ କରିବା ପାଇଁ ଆମର ଯେଉଁ ସବୁ ଉପକରଣ ଗୁଡ଼ିକ ଦରକାର, ଯଥା ଆମର ଷ୍ଟାଣ୍ଡ, ପରୀକ୍ଷା ନଳୀ, ନିର୍ଗମ ନଳୀ ଏବଂ ଗୋଟେ ପାତ୍ର ନେବା ଏବଂ ସେଥିରେ କିଛି ସାବୁନ ଦ୍ରବଣ ରଖିବା। ତ ଏହିସବୁ ଉପକରଣ ଗୁଡ଼ିକୁ ବର୍ତ୍ତମାନ ଆମେ ସଜାଇ ଦେବା। ତାପରେ ଆମେ କ'ଣ କରିବା ନା ଦେଖ ନା ଆମର ପରୀକ୍ଷା ନଳୀରେ ଆମେ 5 ମିଲିଲିଟର ଲଘୁ ସଲଫ୍ୟୁରିକ୍ ଏସିଡ୍ ନେବା ଓ ତହିଁରେ କିଛି ଜିଙ୍କ ଧାତୁ ମିଶାଇବା। ତ ଦେଖ ଏହି ଜିଙ୍କ ଦାନା ସହିତ ଏସିଡ୍ ମିଶିବା ଦ୍ୱାରା କିଛି ଗ୍ୟାସ୍ ନିର୍ଗତ ହେଉଛି, ଯାହାକୁ କି ଆମେ ସେଠାରେ କିଛି ଫୋଟକା ସୃଷ୍ଟି ହେବାର ଦେଖିପାରୁଥିବା। ତ ଏଇଠୁ ଜଣାପଡ଼ୁଛି ଯେ ଜିଙ୍କ ସହିତ ଆମର ଏହି ଏସିଡ୍ଟି ମିଶିବା ପରେ କିଛି ଗ୍ୟାସ୍ ନିର୍ଗତ ହେଉଛି। ତାପରେ ଦେଖ ଏହି ପରୀକ୍ଷା ନଳୀ ସହ ଗୋଟେ ନିର୍ଗମ ନଳୀ ସଂଯୋଗ କରାଯାଇଛି ଏବଂ ସେହି ନିର୍ଗମ ନଳୀଟିକୁ ଦେଖ ଆମର ଗୋଟେ ପାତ୍ରରେ ଯେଉଁଠାରେ ସାବୁନ ଦ୍ରବଣ ରହିଛି ତାର ମୁହଁଟିକୁ ତା ଭିତରେ ରଖାହୋଇଛି। ଯାହାଫଳରେ କ'ଣ ହେଉଛି ନା ଦେଖ ଏହି ଯେଉଁ ପରୀକ୍ଷା ନଳୀରେ ଯେଉଁ ଗ୍ୟାସ୍ ଗୁଡ଼ିକ ଏବେ ସୃଷ୍ଟି ହେଲା, ସେହି ଗ୍ୟାସ୍ ଗୁଡ଼ିକ ବର୍ତ୍ତମାନ ଏହି ନିର୍ଗମ ନଳୀ ମଧ୍ୟ ଦେଇ ଆସି ଦେଖ ଆମର ଏହି ସାବୁନ ଦ୍ରବଣ ମଧ୍ୟରେ ମଧ୍ୟ ସେଠାରେ ଫୋଟକା ସୃଷ୍ଟି କରିକି ବାହାରୁଛି। ତ ଦେଖ ଏଥିରୁ ଆମେ ଏବେ ଜାଣିପାରିଲେ ଯେ ଏହି ପ୍ରକ୍ରିୟାରେ ଗ୍ୟାସ୍ ନିର୍ଗତ ହେଉଛି। ତ ବର୍ତ୍ତମାନ ଆମେ ଜାଣିପାରିବା କି ଯେ ଏହା କେଉଁ ଗ୍ୟାସ୍ ଅଟେ। ତ ଗ୍ୟାସ୍ ଗୁଡ଼ିକ ଯେଉଁଠାରେ ବାହାରୁଛି ସେହିଠାରେ ଏକ ଜଳନ୍ତା ମୋମବତୀଟିକୁ ନେବା ଓ ଦେଖିବା କ'ଣ ହେଉଛି ନା ଦେଖ ନିଆଁଟି ଆହୁରି ଜୋରରେ ଜଳୁଛି ଓ ଶବ୍ଦ ମଧ୍ୟ ହେଉଛି। ତ ଏହି ପ୍ରତିକ୍ରିୟାରେ ନିଆଁ ଜୋରରେ ଜଳି ଉଠିବାର କାରଣ ଏଥିରେ ହାଇଡ୍ରୋଜେନ୍ ଗ୍ୟାସ୍ ନିର୍ଗତ ହେଉଛି। କାରଣ ଆମେ ସମସ୍ତେ ଜାଣିଛେ ଯେ ଆମର ହାଇଡ୍ରୋଜେନ୍ ଗ୍ୟାସ୍ଟି ନିଜେ ଜଳେ। ତ ତାହେଲେ ଏବେ ଆମେ ଏହି ପ୍ରତିକ୍ରିୟାଟିରୁ ଆମେ କ'ଣ ଜାଣିବାକୁ ପାଇଲେ ନା ଯେ ଧାତୁଟି ଅମ୍ଳ ସହ ପ୍ରତିକ୍ରିୟା କରିବା ଦ୍ୱାରା ଧାତୁଟି ଆମର ଅମ୍ଳରୁ ହାଇଡ୍ରୋଜେନ୍ ଗ୍ୟାସ୍କୁ ଅପସାରଣ କରୁଛି ଏବଂ ଧାତୁଟି ଅବଶିଷ୍ଟ ଅଂଶ ସହ ମିଶି ଏକ ଯୌଗିକ ଗଠନ କରୁଅଛି, ଯାହାକୁ କି ଆମର ଲବଣ ବୋଲି କୁହାଯାଇଥାଏ। ତ ଏହାକୁ ଆମେ ତାହେଲେ ଏବେ ସହଜରେ କିପରି ଲେଖିପାରିବା ନା ଦେଖ ଅମ୍ଳ ଯୁକ୍ତ ଧାତୁ ଅର୍ଥାତ୍ ଅମ୍ଳ ଧାତୁ ସହ ମିଶିବା ପରେ ଆମର କ'ଣ ସୃଷ୍ଟି ହେଉଛି, ତୀର ଚିହ୍ନ ଗୋଟେ ଦେବା। କ'ଣ ଲେଖିବା ନା ଆମର ଲବଣ ସୃଷ୍ଟି ହେଉଛି ପ୍ଲସ୍ ଆଉ କ'ଣ ସୃଷ୍ଟି ହେଉଛି ନା ଆମର ହାଇଡ୍ରୋଜେନ୍ ଗ୍ୟାସ୍ ସୃଷ୍ଟି ହେଉଅଛି। ତ ଏହାକୁ ଆମେ ଏବେ ରାସାୟନିକ ସମୀକରଣ ଆକାରରେ କିପରି ଲେଖିପାରିବା ନା ଦେଖ ଆମେ ଜିଙ୍କ ଧାତୁଟିକୁ ନେଇଥିଲେ, ବ୍ରାକେଟ୍ରେ ଏସ୍ ଲେଖିବା ଯେହେତୁ ତାହା କଠିନ ଅବସ୍ଥାରେ ଥିଲା। ତାପରେ ଆମର ଲଘୁ ସଲଫ୍ୟୁରିକ୍ ଏସିଡ୍ ନେଇଥିଲେ, ତା ଆମେ ଲେଖିପାରିବା H2SO4 ଏକ୍ୱସ୍। ଏହି ପ୍ରତିକ୍ରିୟାଟି ହେବା ଦ୍ୱାରା ଆମର କ'ଣ ହେଉଛି, ତୀର ଚିହ୍ନ ଦେବା। ଆମର କ'ଣ ସୃଷ୍ଟି ହେଲା ନା ଜିଙ୍କ ସଲଫେଟ୍ ସୃଷ୍ଟି ହେଉଛି, ଯାହାକି ହେଉଛି ଗୋଟେ ଦ୍ରବଣ। ତାକୁ ଆମେ ବ୍ରାକେଟ୍ରେ କ'ଣ ଲେଖିବା ନା ଏକ୍ୱସ୍ ପ୍ଲସ୍ ଆଉ କ'ଣ ସୃଷ୍ଟି ହେଲା ଆମର ଏଥିରେ ନା ହାଇଡ୍ରୋଜେନ୍ ଗ୍ୟାସ୍ଟି ସୃଷ୍ଟି ହେଲା, ବ୍ରାକେଟ୍ରେ ଆମର ଜି ଲେଖିବା। ତାପରେ ଆସ ଲକ୍ଷ୍ୟ କରିବା ଯେ ଏକ କ୍ଷାରକ ଧାତୁ ସହ ପ୍ରତିକ୍ରିୟା କଲେ କ'ଣ ହୋଇଥାଏ ଓ ସେଥିରୁ କ'ଣ ନିର୍ଗତ ହୋଇଥାଏ ତାହା ଲକ୍ଷ୍ୟ କରିବା। ତ ଏହା ପାଇଁ ଆମେ ଗୋଟେ ପରୀକ୍ଷା କରିବା ଏବଂ ଏହା ପାଇଁ ଆମର ଯେଉଁ ଯେଉଁ ଉପକରଣ ଗୁଡ଼ିକ ଆବଶ୍ୟକତା ହେବ ସେଗୁଡ଼ିକୁ ନେବା। ତ ଏହାକୁ ଦେଖ ଆମର ଏହିପରି ଭାବେ ଆମେ ସଂଯୋଗ କରିନେବା। ତ ପ୍ରଥମେ ଆମେ କ'ଣ କରିବା ନା ଦେଖ ଆମର ପରୀକ୍ଷା ନଳୀରେ ଆମେ 2 ମିଲିଲିଟର ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍ କ୍ଷାର ନେବା ଏବଂ ତା ସହ ଆମର ଜିଙ୍କ ଧାତୁର କିଛି ଦାନା ସେଠାରେ ମିଶାଇବା। ତ ଏହାକୁ ମିଶାଇବା ଦ୍ୱାରା ପୂର୍ବପରି ଯେପରି ଆମର ଗ୍ୟାସ୍ ନିର୍ଗତ ହେଉଥିଲା ଏଠି ମଧ୍ୟ ଗ୍ୟାସ୍ ନିର୍ଗତ ହେଉଅଛି। ତ ଏଠି କେଉଁ ଗ୍ୟାସ୍ ନିର୍ଗତ ହେଉଛି ଆମେ କିପରି ଜାଣିବା ନା ଦେଖ ନା ପୂର୍ବପରି ଆମର ଯେଉଁଠାରେ ଆମର ଗ୍ୟାସ୍ ଫୋଟକା ଗୁଡ଼ିକ ସୃଷ୍ଟି ହେଉଛି ଆମେ ସେହି ନିକଟରେ ଆମେ କ'ଣ କରିବା ନା ଗୋଟେ ଜଳନ୍ତା ମୋମବତୀଟିଏ ରଖିବା। ଆମେ କ'ଣ ଦେଖିବାକୁ ପାଇବା ନା ଦେଖ ମୋମବତୀଟି ବର୍ତ୍ତମାନ ଆହୁରି ଜୋରରେ ଜଳି ଉଠୁଛି। ତ ଏଠି ମଧ୍ୟ ଆମର ଯେଉଁ ଗ୍ୟାସ୍ଟି ସୃଷ୍ଟି ହେଉଛି ତାହା ହେଉଛି କ'ଣ ନା ହାଇଡ୍ରୋଜେନ୍ ଗ୍ୟାସ୍। ତ
तो पूर्व में आमर हाइड्रोजेन गैस सृष्टि होता है এবং এটি মধ্যে আমার সেই হাইড্রোজেন গ্যাসটি সৃষ্টি হেউଅଛି। তো এহাকু তাহলে ଏବେ ଆମେ ସମୀକରଣ ଆକାରରେ କିପରି ଲେଖିପାରିବା ନା ଦେଖ କ୍ଷାର ଆମର ଧାତୁ ସହ ମିଶୁଛି ଅର୍ଥାৎ ଆମେ ଲେଖିପାରିବା ଯୁକ୍ତ ଧାତୁ ଗୋଟେ ତୀର ଚିହ୍ନ ଦେବା ଆମର କ'ଣ ସୃଷ୍ଟି ହେଉଛି ନା ଲବଣ ସୃଷ୍ଟି ହେବ ଏବଂ ଆଉ କ'ଣ ସୃଷ୍ଟି ହେଉଛି ନା ଆମର ଗ୍ୟାସଟି ସୃଷ୍ଟି ହେଉଛି ଏବଂ ଆମେ ଲେଖିପାରିବା ହାଇଡ୍ରୋଜେନ୍ ଗ୍ୟାସ୍। तापरे यह जदि आम समीकरण आकार लिखा आम कौन लिखा ना क्षार आम कौन नहीं ना सोडियम हाइड्रोक्साइड जार संकेत हो कौन ना NaOH आम क्या सहित प्रतिक्रिया करते ना जिंक धातु सहित ना प्लस जिंक एवं आम तीर चिन्ह गोटे दबा प्रतिक्रिया आम कौन सृष्टि हम ना Na2ZnO2 जहाँ को कहुए सोडियम जिंकेट एवं आमर आउ कौन सृष्टि होची ना आमर हाइड्रोजन गैस टी सृष्टि होची।